ମୁଁ ନିଶ୍ଚିତ ଭାବରେ ଧନ୍ୟବାଦ ଜଣାଇବାକୁ ଚାହିଁବି ଯେ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗକୁ ଯେ ଗୋଟେ ସୁନ୍ଦର ପଦକ୍ଷେପ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏ ଗୋଟେ ଯେଉଁ ସର୍ଟ ଫିଲ୍ମ ଫେଷ୍ଟିଭାଲ ହେଉଛି ତାଙ୍କର କଥା ବ୍ୟଥାକୁ ନେଇକି ସାମାଜିକ ସ୍ତରରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ତାଙ୍କର କଥାକୁ ନେଇକରି ସାଧାରଣ ଲୋକମାନଙ୍କ ଭିତରେ ଗୋଟେ ସୃଷ୍ଟି କରିବା ଭଲ ସଚେତନା ସୃଷ୍ଟି କରିବା ଇଏ ଗୋଟେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ ସାରା ଭାରତରୁ ବହୁତ ସୁନ୍ଦର ସୁନ୍ଦର ଫିଲ୍ମ ସବୁ ଆସିଛି ଏବଂ ମୋର ଦେଖିବାର ସୌଭାଗ୍ୟ ଲାଭ ହୋଇଛି ଅନ୍ୟାନ୍ୟ ଜୁରିମାନଙ୍କ ସହିତ ଏବଂ ଖୁସିର କଥା ହେଉଛି ଓଡ଼ିଶା ବାହାରୁ ମାନେ ଆନ୍ଧ୍ରପ୍ରଦେଶ ତାମିଲନାଡ଼ୁ ମୁମ୍ବାଇ ୱେଷ୍ଟବେଙ୍ଗଲ ଛତିଶଗଡ଼ ଭଲ ଭଲ ସବୁ ସିନେମା ଆସୁଛି ଏବଂ ତାଠାରୁ ଭଲ ସବୁ ସିନେମା ଆସୁଛି ଆମ ଓଡ଼ିଆ ପିଲାଙ୍କ ଠାରୁ ସୁନ୍ଦର ଏବେ ଯେଉଁମାନେ ୟଙ୍ଗ ପିଲା ସବୁ ସୁନ୍ଦର ସିନେମା କରିକି ଦେଇଛନ୍ତି ଏବଂ ଛୋଟ ଅବଧି ଭିତରେ 5 ମିନିଟ୍ ଭିତରେ ବହୁତ ସୁନ୍ଦର ବାର୍ତ୍ତା ସେମାନଙ୍କ ପାଇଁ ଦୁଇଟା ଜିନିଷ ହେବ ଗୋଟେ ହେଉଛି ଯେ ପ୍ରଥମ କଥା ହେଲା ଆମେ ସାମାଜିକ ସ୍ତରରେ ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତକୁ କେମିତି ସାମିଲ କରିବା ସେ ଗୋଟେ ପ୍ରୟାସ ସରକାରଙ୍କର ଏବଂ ଦ୍ୱିତୀୟ କଥା ହେଉଛି ଯେଉଁ ୟଙ୍ଗ ମେକର ସବୁ ଯେଉଁମାନେ ସବୁ ଯୁବ ନିର୍ମାତା ନିର୍ଦ୍ଦେଶକ ତାଙ୍କ ପାଇଁ ଗୋଟେ ସୁନ୍ଦର ହେବ ପ୍ରୋତ୍ସାହନ ଯେ ଗୋଟେ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ସିନେମା ଆସିବ ଏବଂ ତାଙ୍କ ଭିତରେ ପ୍ରୋତ୍ସାହନ ସରକାରଙ୍କ ତରଫରୁ ମିଳିବ ଯେ କିଏ ଭଲ କରୁଛି କିଏ ଖରାପ କରୁଛି ସେମାନେ ଶିଖିବେ ଏବଂ ଆହୁରି ସବୁଠାରୁ ବଡ଼ କଥା ହେଲା ଏସବୁ ସିନେମା ଦେଖି ମୋତେ ବି ବହୁତ ଜିନିଷ ଶିଖିବାକୁ ମିଳୁଛି ଯେଉଁଟା ମୁଁ ଅପେକ୍ଷା କରିଥିଲି ତେଣୁ ମୁଁ ଅତି ଆନନ୍ଦର ସହିତ ଖୁସିର ସହିତ ସିନେମା ଦେଖୁଛି ଆଜି ସକାଳୁ ଆରମ୍ଭ ହେଲାଣି ଏପର୍ଯ୍ୟନ୍ତ ସରିନି ଆହୁରି 2 ଘଣ୍ଟା ବାକି ଅଛି ପ୍ରାୟ ବହୁତ ସିନେମା ଆସିଛି ଏଣ୍ଟ୍ରି ଏବଂ ମୁଁ ଆଉ ଥରେ ସାଧୁବାଦ ଜଣାଇବି ସରକାରଙ୍କୁ ଯେ ଏଭଳି ଭଲ ପଦକ୍ଷେପ ସେ ନେଉଛନ୍ତି ଏବଂ ଏଇ ଯେଉଁ ବିଭାଗ ଆରମ୍ଭ କଲେ ଏ ବିଭାଗକୁ ଦେଖି ଅନ୍ୟ ବିଭାଗ ଓଡ଼ିଶା ସରକାରଙ୍କୁ ବି ଏମିତି ସିନେମା କରିଦେଇପାରିବେ ଯେଉଁଗୁଡ଼ା ସମାଜକୁ ଗୋଟେ ସଚେତନ ବାର୍ତ୍ତା ଦେବ ଏବଂ ଯେଉଁମାନେ ଯେଉଁ ଦିବ୍ୟାଙ୍ଗ ପାଇଁ ଏମାନେ ଯେଉଁ କରୁଛନ୍ତି ତ ତାଙ୍କୁ ଗୋଟେ ମୁଖ୍ୟ ସୂତ୍ରକୁ ସାମିଲ ଆଣିବା ତାଙ୍କ କଥା ବ୍ୟଥାକୁ ସମାଜରେ ସାମାଜିକ ସ୍ତରରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ହେବ ଯୋଜନା ଅଛି ସରକାରଙ୍କ ଯୋଜନା ଅଛି ଏ ଯେଉଁ ଏବେ ତ ଜଷ୍ଟ ନୂଆ ସରକାରକୁ ଆସିଲେ ତ ବିଭିନ୍ନ ଯୋଜନା ଅଛି ଯେ ଭଲ ଭଲ ଫିଲ୍ମ ଫେଷ୍ଟିଭାଲ କରିବା ଗୋଟେ ନୂଆ ଯେଉଁ ପଲିସି ତିଆରି ହେଉଛି ତା ଭିତରେ ଏସବୁ ତିଆରି ହେଇଛି କାର୍ଯ୍ୟକ୍ରମ ହେଲେ ସବୁ ଜଣାପଡ଼ିବ ଯେ ଭଲ ସିନେମା ଯେମିତି ବାହାର ସିନେମା ଓଡ଼ିଆ ଲୋକ ଦେଖନ୍ତୁ ଆମ ସିନେମା ବାହାର ଲୋକ ଦେଖନ୍ତୁ ଏବଂ ଆମ ନିର୍ମାତାମାନେ ମଧ୍ୟ ଦେଖନ୍ତୁ ବାହାର ଯେଉଁ ସିନେମା କେମିତି ତିଆରି ହେଉଛି ତା ଦ୍ୱାରା ଆମକୁ ଶିଖିବାକୁ ମିଳିବ ପ୍ରୋତ୍ସାହନ ମିଳିବ ସେମିତି ସବୁ ବହୁତ କାର୍ଯ୍ୟକ୍ରମ ଅଛି ଆଗାମୀ ଦିନରେ ଆପଣମାନେ ଦେଖିବେ ଅନେକ ଅଛି ସିନେମା ଏବଂ ଚାଲିଛି ସରିନି ମୋତେ ଲାଗୁଛି ରାତି 10ଟା 11ଟା ହେଇଯାଇପାରେ କିନ୍ତୁ ଆମେ ତ ଦେଖିଲୁଣି 50-60ଟା ଉପରେ ସିନେମା ଦେଖିଲୁଣି 2 ମିନିଟ୍ରୁ ଅବଧି ଠାରୁ 5 ମିନିଟ୍ ପର୍ଯ୍ୟନ୍ତ ଏବଂ ପ୍ରାୟ ମୁଁ ଦେଖିଲି ମୋତେ ଖୁସି ଲାଗୁଛି ଯେ ଆମ ଓଡ଼ିଆର ଯେଉଁ ନିର୍ମାତାମାନେ ଯୁବକମାନେ ଭଲ ଭଲ ସିନେମା ଆଣିଛନ୍ତି ତା ଦେଖିବା ଯୋଗ୍ୟ ଥ୍ୟାଙ୍କ ୟୁ ପାଖାପାଖି 60ଟି ଫିଲ୍ମ ଆମେ ଦେଖି ସାରିଲୁଣି ସାମର୍ଥ୍ୟ ଉପରେ ଡିଜାବିଲିଟି ଇସ୍ୟୁଜ୍ ଉପରେ ଯେଉଁ ନ୍ୟାସନାଲ୍ ଫେଷ୍ଟିଭାଲ ବା ନ୍ୟାସନାଲ୍ କମ୍ପିଟିସନ୍ ଯେଉଁ ହେଉଛି ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ସେଥିପାଇଁ ଓଡ଼ିଶା ସରକାରଙ୍କୁ ଆପଣଙ୍କ ମାଧ୍ୟମରେ ଆମେମାନେ ଧନ୍ୟବାଦ ଦେବା ଗୋଟେ ନୂତନ ପ୍ରୟାସ ଯେ ଯେଉଁ ଡିଜାବିଲିଟି ଇସ୍ୟୁଜ୍ ଅଛି ତାକୁ ଗୋଟେ ଏମିତିଆ ଟପିକ୍ ତାକୁ ନେଇକି ଗୋଟେ ଫିଲ୍ମ ଫେଷ୍ଟିଭାଲ କରିବା ଏବଂ ତା ଭିତରୁ ବେଷ୍ଟ ଡାଇରେକ୍ଟର ବେଷ୍ଟ ପ୍ରଡ୍ୟୁସର ବେଷ୍ଟ ଆକ୍ଟର ଆକୁ ବାଛିବା ଏବଂ ଏତେ ଗୁଡ଼ିଏ ସିନେମା ଆମେ ଯେହେତୁ ଦେଖିଲୁଣି ବହୁତ ବଢ଼ିଆ ବଢ଼ିଆ ନ୍ୟାସନାଲ୍ ଫିଲ୍ମ ନ୍ୟାସନାଲ୍ ତରଫରୁ ବହୁତ ବଢ଼ିଆ ସିନେମା ଆସିଛି ଷ୍ଟେଟ୍ ବାଲା ଆମର ଷ୍ଟେଟ୍ରେ ଏତେ ବଢ଼ିଆ ମେକର୍ମାନେ ଅଛନ୍ତି ଏତେ ସୁନ୍ଦର ସୁନ୍ଦର ଫିଲ୍ମ ସବୁ ପଠାଇଛନ୍ତି ତେଣୁ ଓଭିୟସ୍ଲି ଦେଖିବା ପାଇଁ ଭଲ ଲାଗୁଛି ଏବଂ ତା ଭିତରେ ଆମମାନଙ୍କୁ ମଧ୍ୟ ବହୁତ ଆମେ ଏନ୍ଜୟ କରୁଛୁ ଆମମାନଙ୍କୁ ବହୁତ ବଢ଼ିଆ ଖୋରାକ ମିଳୁଛି ଯେ ବହୁତ ବଢ଼ିଆ ସିନେମା ଏମିତି ବି ଦୁଃଖଦାୟକ ଆଉ ସେହି ସମୟରେ ଏଭଳି ଫିଲ୍ମକୁ ଆପଣ ଚୟନ କରିବା ସେଟା କେତେ ଚାଲିଛି ଡିଜାବିଲିଟି ହେଉଛି ଦୁଃଖଦାୟକ ନୁହେଁ ଗୋଟେ ଅବସ୍ଥା ତେଣୁ ନିଶ୍ଚିତ ଭାବରେ ସେମାନେ ଏବିଲ୍ଡ এই সিনেমা মাধ্যমে আমি যা দেখুছু এবং বহুত লোকଙ୍କ সହିତ আমি যেহেতু সম্পর্করে অছু ডিজাবিলিটি মানে হচ্ছে সেমানে হচ্ছে এবিল্ড গোটে দৃষ্টিରୁ ସେମାନେ এবিল্ড গোটে ভগবান କହିଛନ୍ତି মানে আমার যা পাঠ পড়িছু গোটে বন্ধ হয়ে গেলে আউ 4 ইন্দ্রিয় হচ্ছে খোলি যায় সে কথা মধ্য আমি মানে দেখুছু তেণু নিশ্চিত ভাবে যে যে সাধারণ ভাবে আমি যা দেখুছু এটি অসাধারণ কথা আমাকে দেখা মিলুছি অসাধারণ ভাবে সে যে প্রতিভাবান সে প্রতিভাবান जो स्टोरी आमको देखा मिलूँ आम मैंने बहुत खुशी।